জগন্নাথ দেবের চন্দন যাত্রায় ভয়াবহ দুর্ঘটনা, বাজি ফেটে ঝলসে গেলেন বহু পুণ্যার্থী। বুধবার রাতে উড়িষ্যার পুরীতে চন্দন যাত্রা উপলক্ষে জড়ো হয়েছিলেন তারা, তখনই এই দুর্ঘটনাটি ঘটে। শেষ পাওয়া খবর অনুযায়ী অন্তত 25 জন গুরুতর জখম অবস্থায় হাসপাতালে চিকিৎসাধীন। ত্রিনয়নী জুয়েলার্স হলমার্ক সোনার কাজ করা হয় ও কেডিয়াম পানি কাজ করা হয়। পহলানপুর তীরতলা বাজার, পূর্ব বর্ধমান। যোগাযোগ 9732049330 অথবা 9732086356 এই নম্বরে। ଦେଖନ୍ତୁ ଆଜି ଗୋଟେ ଭେରି ଦୁଃଖଦ ଘଟଣା ତ ଘଟିଛି ପୁରୀରେ। ଭଉଁରୀ ଯାତ୍ରା ସମୟରେ ଗୋଟେ ଦୁଃଖଦ ଘଟଣା ଘଟିଛି। ସେଥିରେ ଏଇ ଯେଉଁ ବାଣ ମରା ହେଉଥିଲା ସେଥିରେ ବୋଧେ କିଛି ରଙ୍ଗଲି ମରା ହେଇଛି, ଯାହାଫଳରେ ପୋଡ଼ି ହେଇଛନ୍ତି କିଛି। ତେଣୁ ଆମେ ପୁରୀ ହସ୍ପିଟାଲରେ ଟ୍ରିଟମେଣ୍ଟ କିଛି ହେଇକି ତାପରେ ରେଫର୍ କରାହେଇଛି, ଆଉ କିଛି ଡାଇରେକ୍ଟଲି ଆସିଛନ୍ତି। ଆମେ ବର୍ତ୍ତମାନ ସୁଦ୍ଧା ଯାହା ଖବର ଆସିଛି, ସମ୍ ଅଲ୍ଟିମେଟ୍ରେ 3 ଜଣ, ସମ୍ ହସ୍ପିଟାଲରେ 2 ଜଣ ପେସେଣ୍ଟ ଆଡ଼ମିସନ୍ ହେଇଛନ୍ତି। ଏମ୍ସରେ 2 ଜଣ ଆଡ଼ମିସନ୍ ହେବାର ସୂଚନା ଆସିଛି। ଏସ୍ସିବିରେ ଜଣେ ପେସେଣ୍ଟ ଆସିକି ପହଞ୍ଚିଛନ୍ତି। ଏସ୍ସିବିରେ ଜଣେ ପେସେଣ୍ଟ ପହଞ୍ଚିଛନ୍ତି। ଆଉ ସେଠୁ ପାଖାପାଖି ଟୋଟାଲ ପେସେଣ୍ଟ ମାନେ ପ୍ରାଇଭେଟ୍ ଆମ୍ବୁଲାନ୍ସରେ କିଛି ଆସିଛନ୍ତି, ଗଭର୍ଣ୍ଣମେଣ୍ଟ ଆମ୍ବୁଲାନ୍ସ ପାଖାପାଖି 30 ପେସେଣ୍ଟ ପୁରୀରୁ ଆସିଛନ୍ତି ବିଭିନ୍ନ ହସ୍ପିଟାଲକୁ। ହାଇଟେକ୍କୁ ଶୁଣାଯାଉଛି ଜଣେ ପେସେଣ୍ଟ ଯାଇଛନ୍ତି ବୋଲି ଆମେ ଚେକ୍ କରୁଛୁ। ଆଉ ଏଠି ଏସ୍ସିବିରେ ଆମେ ବର୍ତ୍ତମାନ ସୁଦ୍ଧା ଜଣିଏ ପେସେଣ୍ଟ ପାଇଛୁ ଏବଂ ଏଠି ତାଙ୍କର ଆଇସିୟୁ ଏବଂ ଏସି ୱାର୍ଡ଼ ସବୁ ରେଡ଼ି କରି ରଖାହେଇଛି। ଡକ୍ଟର ଅଛନ୍ତି, ପ୍ଲାଷ୍ଟିକ୍ ସର୍ଜନ ଡିପାର୍ଟମେଣ୍ଟର ହେଡ଼୍ ମଧ୍ୟ ଅଛନ୍ତି। ସମସ୍ତେ ରେଡ଼ି ଅଛନ୍ତି ଆଣ୍ଡ ୱିଲ୍ ଟ୍ରାଏ ଟୁ ପ୍ରୋଭାଇଡ଼ ହ୍ୱାଟ୍ ଏଭର୍ ବେଷ୍ଟ ଯାହା ଟ୍ରିଟମେଣ୍ଟ ହେଇପାରିବ ଆମେ ତାକୁ। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଆସିଛି ଆରାଉଣ୍ଡ 30-31। ନାଇଁ ଦେଖନ୍ତୁ, ସିଚୁଏସନ୍ ତ ଆମେ ସେଠି ପୁରୀରୁ ଯେଉଁମାନେ ସିରିୟସ୍ ଥିଲେ ସମସ୍ତଙ୍କୁ ପଠାଯାଇଛି। ତେଣୁ ପୁରୀରେ ଆଉ ଯେଉଁମାନେ ଟ୍ରିଟମେଣ୍ଟ ହେଉଛନ୍ତି ଦେ ଆର୍ ନଟ୍ ଦ୍ୟାଟ୍, ଏତିକି ବର୍ତ୍ତମାନ ପରିସ୍ଥିତିରେ ଯାହା ଜଣାପଡ଼ୁଛି ସେମିତି ସେମାନେ ମ୍ୟାନେଜ୍ କରିପାରିବେ ପୁରୀ। ଆଉ ଯେଉଁମାନଙ୍କୁ ଟିକିଏ ସିଭିୟର୍ ଅଛନ୍ତି ବୋଲି ଭାବିଛନ୍ତି ସେମାନଙ୍କୁ ପଠାଇଛନ୍ତି। କଥା ହେଉଛି ଆମ୍ବୁଲାନ୍ସରେ ଯେତେବେଳେ ଆସୁଛନ୍ତି ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ପାଖ ହସ୍ପିଟାଲ, କାରଣ ଆମେ ଆଡ଼ଭାଇସ୍ ଦିଆହେଇଥିଲା ଯେ ଆମେ ଚେଷ୍ଟା କରିବା ସମ୍ ଅଲ୍ଟିମେଟ୍, ସମ୍ ହସ୍ପିଟାଲ, ଏସ୍ସିବି, ଅଶ୍ୱିନୀ ହସ୍ପିଟାଲ ଏତିକି ପଠାଇବା ପାଇଁ। କିନ୍ତୁ କିଛି ଲୋକ ଏମ୍ସ ଯାଇଛନ୍ତି 2 ଜଣ। ତେଣୁ ଆମେ ନେକ୍ସଟ ଘଣ୍ଟେ ଭିତରେ ଆମେ ଯେଉଁଠି ଯାହା ପେସେଣ୍ଟ ଥିବ ସବୁ ପାଇଯିବା। ସବୁ ଜାଗାରେ ବର୍ତ୍ତମାନ ଆଲର୍ଟ କରି ରଖାହେଇଛି। ଡାକ୍ତରମାନେ ପ୍ରସ୍ତୁତ ଅଛନ୍ତି। ହ୍ୱାଟ୍ ଏଭର୍ ମେଡ଼ିକାଲ ରିକ୍ୱାରମେଣ୍ଟ ଯାହା ଦରକାର, ମେଡ଼ିସିନ୍ ଆଣ୍ଡ ଅଦର ଥିଙ୍ଗସ୍ ସବୁ ବ୍ୟବସ୍ଥା ହେଇଛି ଏବଂ ସମସ୍ତଙ୍କ ଟ୍ରିଟମେଣ୍ଟ ଆମେ ହ୍ୱାଟ୍ ଏଭର୍ ଟ୍ରିଟମେଣ୍ଟ ଇଜ୍ ରିକ୍ୱାର୍ଡ଼ ଆମେ ତାକୁ ସରକାରଙ୍କ ତରଫରୁ କରିବୁ। ସେଥିରେ କୌଣସି ପ୍ରକାରର ଅବହେଳା କରାଯିବ ନାହିଁ। ସମରେ ବର୍ତ୍ତମାନ ଯାହା ଖବର ଆସିଛି, ସମରେ 3 ଜଣ, ସମ୍ ଅଲ୍ଟିମେଟ୍ରେ, ସମ୍ ହସ୍ପିଟାଲରେ 2 ଜଣ। ଶୁଣନ୍ତୁ, ବର୍ତ୍ତମାନ ସେ ଆସିନି। ବର୍ତ୍ତମାନ ଆମେ ହେଉଛି ଇମର୍ଜେନ୍ସି ମ୍ୟାନେଜମେଣ୍ଟ ଫେଜ୍ରେ ଅଛେ। ଥରେ ହସ୍ପିଟାଲକୁ ସମସ୍ତେ ପହଞ୍ଚିଗଲେ, ତାଙ୍କର ପ୍ରିଲିମିନାରୀ ଯେଉଁମାନଙ୍କର ମାଇନର ଇଞ୍ଜୁରି ଅଛି ତାକୁ ଟ୍ରିଟମେଣ୍ଟ କରିଦେଲା ପରେ ଆମେ ତାପରେ କାଲି ସକାଳକୁ ସେ ଉପରେ ଦେଖିବା କ'ଣ ହେଇଛି। ନିଶ୍ଚିନ୍ତ ଏତେ ବଡ଼ ଘଟଣାଟେ ଘଟିଛି ଯେତେବେଳେ ନିଶ୍ଚିନ୍ତ ତାରି ଉପରେ ଗୋଟେ ତଦନ୍ତ ହେବ। କ'ଣ ପାଇଁ ହେଲା, କେମିତି କେଉଁ ପରିସ୍ଥିତିରେ ହେଲା ସେ ସମ୍ପର୍କରେ ତଦନ୍ତ କରିବା। ବଟ୍ ଦିସ୍ ଇଜ୍ ନଟ୍ ଦି ଟାଇମ୍ ଟୁ ଟକ୍ ଆବାଉଟ୍ ଦ୍ୟାଟ୍। ଆମେ ତାରି ଉପରେ ନିଶ୍ଚିନ୍ତ ଧ୍ୟାନ ଦେବୁ। ଯେହେତୁ ପ୍ରାଇଭେଟ୍ ହସ୍ପିଟାଲ ଭୁବନେଶ୍ୱର ଆଡମିଟ୍, ତାଙ୍କର ସମସ୍ତ ଖର୍ଚ୍ଚ ଆମେ ବହନ କରିବୁ। ତ କାହାକୁ ସେଥିପାଇଁ ଇଏ କରିବାକୁ ପଡ଼ିବନି। ଦ୍ୟାଟ୍ ଇନଷ୍ଟ୍ରକ୍ସନ୍ ଏବେ ସ୍ୱାସ୍ଥ୍ୟ ସଚିବ ମଧ୍ୟ ସମ୍ ଅଲ୍ଟିମେଟ୍, ସମ୍ ହସ୍ପିଟାଲ, ଏମ୍ସ ଏବଂ ସେ ଭୁବନେଶ୍ୱରର ଇଏ ବୁଝୁଛନ୍ତି। ମୁଁ ଆସିଛି କଟକ ଏସ୍ସିବି। ଅଶ୍ୱିନୀରେ ଆମେ 5ଟି ବେଡ୍ ରେଡ଼ି କରିକି ରଖିଛୁ। ସେଠି ବି ମଧ୍ୟ ଏବେ କଟକ ଉପଜିଲ୍ଲାପାଳଙ୍କୁ ଆମେ ସେଠିକି ପଠାଇ ଦେଇଛୁ। ଏସ୍ସିବି ପାଇଁ ଦେଖନ୍ତୁ କେତେ ଆସିବେ ତ ଆମେ ଜାଣିନୁ, କାରଣ ଆମ୍ବୁଲାନ୍ସକୁ କୁହାହେଉଛି ତୁମେ କଟକ ଆସ। ଏସ୍ସିବିରେ ଆମେ 15ଟା ରେଡ଼ି କରିକି ରଖିଛୁ। ଦରକାର ପଡ଼ିଲେ ଟ୍ରମା ୟୁନିଟ୍ରୁ ବି ଆମେ ଆଉଟା ବେଡ୍ ଆଡ଼୍ କରିପାରିବା। ତେଣୁ ଏଠି ଆମେ ପ୍ରିପେୟାର୍ଡ ଅଛୁ। 20-22 ପର୍ଯ୍ୟନ୍ତ ବି ଆମେ ଆଡ଼ଜଷ୍ଟ କରିପାରିବୁ। ଦେଖିବା କେତେ ପେସେଣ୍ଟ ଆସୁଛନ୍ତି ଆଉ କିଏ କେଉଁଠିକି ଯାଉଛି, ଦେଖିଲା ପରେ ଆମେ ଫର୍ଦର ଇଏ ଓକେ। কতুলপুরে সর্বপ্রথম এমআরআই পরিষেবা যুক্ত 110 বেডের মাল্টি স্পেশালিটি হসপিটাল হলো মেডিকেয়ার জেনারেল হসপিটাল। স্বাস্থ্যসাথী মান্যতাপ্রাপ্ত এই হসপিটালে রয়েছে এসি, নন এসি কেবিন, মডার্ন ওটি, আইসিসিইউ, এনআইসিইউ, মাইক্রো সার্জারি, ডায়ালিসিস বিভাগ, ব্রেন ও স্পাইন সার্জারি, ক্যান্সার সার্জারি, লিফট সহ নানান পরিষেবা।
এছাড়াও রয়েছে সিটি স্ক্যান পরিষেবাযুক্ত নিজস্ব ডায়াগনস্টিক সেন্টার, ডক্টর চেম্বার্স, ওষুধের দোকান সহ 24 ঘন্টা অ্যাম্বুলেন্স পরিষেবা, 24 ঘন্টা অ্যাক্সিডেন্ট এমার্জেন্সি। রোগীর সুচিকিৎসা, সুপরিষেবা এবং সুস্বাস্থ্যই হল আমাদের মূল লক্ষ্য। ঠিকানা সরিষাদিঘি, কতুলপুর, বাঁকুড়া। যোগাযোগ নম্বর 9434216662 অথবা যোগাযোগ করুন 9732212924 এই নম্বরে।